ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କଲେ ବିଜୁ ଯୁବ ଛାତ୍ର ଜନତା ଦଳ। ବାଲେଶ୍ୱର ଜନନେତା ତଥା ପୂର୍ବତନ ସାଂସଦ ଇଞ୍ଜିନିୟର ରବୀନ୍ଦ୍ର କୁମାର ଜେନାଙ୍କର 58ତମ ଜନ୍ମଦିବସ ଜିଲ୍ଲାର ବିଭିନ୍ନ ସ୍ଥାନରେ ସେବା ଦିବସ ଭାବେ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ବିଜେଡିର ଯୁବ ନେତା ତଥା ବାଲେଶ୍ୱର ପୌର ପରିଷଦର 9 ନମ୍ବର ୱାର୍ଡ କାଉନସିଲର ସଞ୍ଜୀବ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯୁବ ଛାତ୍ର ବିଜେଡିର କର୍ମୀମାନେ ରାଣୀପାଟଣା ସ୍ଥିତ ଦୃଷ୍ଟିହୀନ ନିମନ୍ତେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରିଥିଲେ। ଏହି ଅବସରରେ ଅନ୍ତେବାସୀମାନଙ୍କ ସହ ବିଜେଡିର ଛାମୁଆ ନେତାମାନେ କେକ୍ କାଟି ଏହି ଦିବସକୁ ପାଳନ କରିଛନ୍ତି। ଦୃଷ୍ଟିହୀନ ନିମନ୍ତେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜନ୍ମଦିନ ଗୀତ ଗାଇ ଶ୍ରୀ ଜେନାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସମସ୍ତେ ଶ୍ରୀ ଜେନାଙ୍କର ଦୀର୍ଘାୟୁ ନିରାମୟ ଜୀବନ କାମନା କରିଥିଲେ। ଆଗାମୀ ଦିନରେ ଇଞ୍ଜିନିୟର ଶ୍ରୀ ଜେନା ବାଲେଶ୍ୱର ଉନ୍ନତି ପାଇଁ ଦେଖିଥିବା ସ୍ୱପ୍ନକୁ ପୂରଣ ଏବଂ ଜିଲ୍ଲାର ଉନ୍ନତିକରଣ ଲାଗି ସାରଥୀ ସାଜିବେ ବୋଲି କର୍ମୀମାନେ ଆଶା ପ୍ରକାଶ କରିଛନ୍ତି। ଆଜି ଆମର ପ୍ରିୟ ବାଲେଶ୍ୱର ନେତା ଶ୍ରୀଯୁକ୍ତ ରବୀନ୍ଦ୍ର ଜେନାଙ୍କର ଜନ୍ମଦିନ ଅବସରରେ ଆମେ ଆଜି ଆମର ଏଇ ଦୃଷ୍ଟିହୀନ ବିଦ୍ୟାଳୟରେ ତାଙ୍କ ସହିତ ଆମେ ତାଙ୍କ ଜନ୍ମଦିନ ପାଳନ କଲୁ। ଆଉ ତାଙ୍କୁ ଶୁଭେଚ୍ଛା ଦେଉଛୁ ସାର୍ଙ୍କୁ ଆଉ ତାଙ୍କର ନିରାମୟ ଜୀବନ ଏବଂ ତାଙ୍କର ଆହୁରି ଆମ ବାଲେଶ୍ୱରବାସୀ ପାଇଁ ଯେଉଁ ତାଙ୍କର ଆଶା ଆକାଂକ୍ଷା ଅଛି ଯେଉଁ ଡେଭଲପମେଣ୍ଟ କରିବେ ତା ମଧ୍ୟ ହେଉ। ଆଉ ଏତିକି ବାର୍ତ୍ତା ଦେଉଛି ଯେ ଆମେ ପିଲାଙ୍କ ସହିତ ସେଲିବ୍ରେସନ୍ କରୁଛୁ। ତାଙ୍କର ଖାଦ୍ୟ ଆଜି ଯାହା ହେବ ଆମ ଏ ବିଦ୍ୟାଳୟର ସମସ୍ତ ଖାଦ୍ୟ ଆମେ ବହନ କରୁଛୁ ଏବଂ କେକ୍ କାଟି ତାଙ୍କ ସହିତ ସେଲିବ୍ରେଟ୍ କରୁ। କାର୍ଯ୍ୟକ୍ରମରେ କାଉନସିଲର ସଞ୍ଜୀବ ଦାସଙ୍କ ସମେତ ବରିଷ୍ଠ ବିଜେଡି ନେତା ବରଦା ପ୍ରସନ୍ନ ପଟ୍ଟନାୟକ, ଯୁବ ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜ, ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ସିମନ ଦାସ ମହାପାତ୍ର, ରାଜ୍ୟ ଛାତ୍ର ନେତା ତାପସ ପାଣିଗ୍ରାହୀ, ଯୁବ ଜୋନାଲ ସଭାପତି ନେପୁ ଦାସ, ଯୁବ ନେତା ଆଶିଷ ଦାସ, ରାଜା ଭୋଇ, ବିଦ୍ୟାଳୟର ଅଧ୍ୟକ୍ଷ ଦିବାକର ସଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ। ଆମେ ପ୍ରଥମେ ଆଜି ଏଠି ମୁକବଧିର ସ୍କୁଲରେ ପିଲାଙ୍କୁ ଅନ୍ନଦାନ କଲୁ। ତେଣୁ ଆର୍କେ ଜେନାକୁ କେତେ ବାଲେଶ୍ୱରବାସୀ ଭଲ ପାଆନ୍ତି ତାହା ଆପଣ ଆଜିକା ଇଏ ବ୍ୟବସ୍ଥା ଭିତରେ ଆପଣମାନେ ଜାଣିପାରୁଥିବେ। ତେଣୁ ଆମେମାନେ ଆର୍କେ ଜେନା ପୁଣି ଥରେ ବାଲେଶ୍ୱରକୁ ନେତୃତ୍ୱ ନିଅନ୍ତୁ ଏବଂ ବାଲେଶ୍ୱରର ସମୂହ ଉନ୍ନତିର ସିଏ ଜଣେ ଦିଗ୍ଦର୍ଶକ ଭାବରେ ସବୁଦିନ ପରିଚିତ ଥିଲେ, ଆଜି ମଧ୍ୟ ପରିଚିତ ଅଛନ୍ତି। ବାଲେଶ୍ୱର ବିକାଶ ପୁରୁଷ ଭାବରେ ତାଙ୍କୁ ମଧ୍ୟ ସମସ୍ତେ ଜାଣିଛନ୍ତି। ତେଣୁ ସେଭଳି ଏକ ବ୍ୟକ୍ତିତ୍ୱଙ୍କର ଜନ୍ମଦିନରେ ଆଜି ଆମେ ଏହି ଛୋଟ କାର୍ଯ୍ୟକ୍ରମ କରିଥିବାରୁ ଆମେ ନିଜକୁ ମଧ୍ୟ ଧନ୍ୟ ମନେ କରୁଛୁ ଏବଂ ଗୌରବ ଅନୁଭବ କରୁଛୁ।